जो पर्यंत तुम्हें नम्र है ना मु किछि नाई प्रभु मु खणा मु ठिया हबार योग्य नाई सेठी जाई कि सेमान को कहि परिबा पई मोर मुखरे भाषा नाई से कहले निजको नम्र कले he humbled himself that's why God raised up him hallelujah सेति पई प्रभु तांको उठैले यदि आम निजको नम्र करवा प्रभु तेबे हमको उठे निश्चय उठे आम लोक मान जदि चिंता करवा आम लोक मैंने जो मैंने कि दुरावस्थार अच्छा मन रखु दुरावस्थार अर्थ यह नुहे जे से टंका नहीं पैसा नहीं पिंधापी ना यहाँ ना प्रभु रे जो मैंने नहांती मन रखु आज परिस्थिति कथा कहूँ जो मैंने प्रभु रे नहांती वर्तमान प्रभु को उपस्थिति नहांती प्रभु को जानी ना प्रभु को प्रेम करूना प्रभु को ठार दूर अच्छा से मान विषय जदि आम चिंता करवा प्रार्थना करवा कहवा चेष्टा करवा प्रभु निश्चय से मान को नेतृत्व देवे हालेलुया 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 मोसा पृथ्वीस्थ समस्त लोकंक ठारू अति नम्र लोक थिले। थैंक यू हालेलुया मोसा केंती लोक थिले मोसा नम्र लोक थिले पृथ्वीस्थ समस्त लोकंक ठारू सेतेबेले पृथ्वी रे केते लोक थिबे से कथा तो आम जानी से समस्त पृथ्वीस्थ खाली इस्राएल कथा कहना इस्राएल रे बेसी बेसी 20-30 लाख लोक नहीं सत ना से टाइम कथा कहूँ बेसी बेसी 30 लाख मात्र पृथ्वी रे जहाँ भी हो से समस्त ठारू से नम्र थे यहाँ किए लिखुंट मोसा ही निजे लिखुंट यहाँ केते दूर आज्ञा ठीक तारटा सी ही लिखुंट सत ना ना तारटा सी ही लिखिं मोसा केतटा पुस्तक लिखिं 5टा पुस्तक टी कहीदेवे आदि यात्रा लेवी गणना द्वितीय विवरण खाली एति बास गीत सहित 90 गीत सहित 90 रे भी मोसांक गीत बोली लिखाई मोसांक प्रार्थना सॉरी हालेलुया मोसा लिखिछन मोसा थे ताको आडू से लिखी ना मन रखु मोसा से निजे निजको माने ग्रेट देखा लिखि ना पवित्र आत्मांकर चालना द्वारा पवित्र आत्मांकर प्रेरणा द्वारा मोसा लिखि हालेलुया मोसा कार पुओ से तांको माँ को ना कहले दीदी अम्रम लिखाई ना जोकेबत एवं अम्रम अम्रम होचंदी ताको बापा को ना कोड लिखाई सीटा भी एबे खोजुनी सब जो खोज वंशावली पुस्तक लिखाई है वंशावली पुस्तक लिखाई प्रेज द लॉर्ड प्रथम वंशावली तार 6:3 पद लिखाई है लिखाई कि पाइल तो बास अम्रम आउ जोकेबर ताकर बापा माँ कर मोसा को विषय रे आमे बहुत पुरातन विषय ताकर आमे समस्ते जानिछु मोसा जड़े नम्र लोक थिले बोली वाक्य लिखाई
ଆଉ ମଶା ଜଣେ ଆଉ ସମସ୍ତ ବିଦ୍ୟାରେ ନିପୁଣ ଥିଲେ ବୋଲି ମଧ୍ୟ ଲେଖାଯାଇଛି। ସମସ୍ତ ମିଶରୀୟ ବିଦ୍ୟାରେ ନିପୁଣ ଥିଲେ। ପ୍ରେରିତ 7:22-30 ନାହିଁ, ମୁଁ ଦେଖୁନି ହେଲା କହୁଛି। ପ୍ରେଜ୍ ଦ ଲର୍ଡ। ଦେଖ ଏକ୍ଜାକ୍ଟ ବିଷୟ ଲେଖାଇଥିଲା। ସେ ସମସ୍ତ ମିଶରୀୟ ବିଦ୍ୟାରେ ନିପୁଣ ଥିଲେ। ହାଲେଲୁୟା। ଆଉ ମୂଷା ଆଉ କାର ପୁତ୍ର ରୂପରେ ପାଳିତ ହୋଇଥିଲେ? ଫାରୋଙ୍କର କନ୍ୟାର ପୁତ୍ର, ଜଣେ ରାଜକୁମାରୀର ପୁତ୍ର ରୂପରେ ସେ ପାଳିତ ହୋଇଥିଲେ। କୋଉଠି ପାଳିତ ହୋଇଥିଲେ? ମିଶରର ରାଜପ୍ରାସାଦରେ। ଆଉ କିଏ ପାଳନ କରିଥିଲେ? ତାଙ୍କ ନିଜ ମା ହିଁ ପାଳନ କରିଥିଲେ। ହାଲେଲୁୟା। ମୁଁ ଜଷ୍ଟ ଗୋଟିଏ ପଢ଼େଇକି ସବୁ କହିବି ହେଲା, ଶୁଣନ୍ତୁ ଆପଣ। ତାଙ୍କ ମା ହିଁ ତାଙ୍କୁ ପାଳନ କରିଥିଲେ। ତାଙ୍କର ବର୍ତ୍ତନ ବା ତାଙ୍କର ଦରମା ମଧ୍ୟ ତାଙ୍କ ମାଆକୁ ଦେଇଥିଲେ। ସେ ଜାଣିନାହାନ୍ତି ମୂଷାଙ୍କ ମା ବୋଲି। ଯଦି ଜାଣିଥାନ୍ତେ ତାକୁ କିଏ ଜାଣେ ରଖିଥାନ୍ତେ କି ନାହିଁ ମୁଁ ଜାଣିନି ହେଲା। ଯେହେତୁ ତାଙ୍କୁ ପେଡ଼ିରେ ମାନେ ରଖିକି ନୀଳ ନଦୀରେ ଭସେଇ ଦେଉଥିଲେ। ସେଇ ସମୟରେ ସେ ଝିଅ ବା ସେ ରାଜାଙ୍କର କନ୍ୟା ଯାଇକି ତାଙ୍କୁ ପାଇଥିଲେ। ଆଉ ସେ ତାଙ୍କୁ ଉଦ୍ଧାର କରି ଆଣି ସେ ଜାଣିଲେ ଇଏ ଜଣେ ଏବ୍ରିୟ ବାଳକ ବୋଲି ଜାଣିଲେ। ତଥାପି ସେ ରଖିଲେ ଏବ୍ରିୟ ଲୋକଙ୍କୁ ହିଁ ନେଇକି। ଏଇଟା ମରିୟମର ଆଉ ସେ ଯୋକେବେତର ହିଁ ପ୍ଲାନ୍ ଥିଲା। ମରିୟମକୁ ତାଙ୍କର ଭଉଣୀକୁ ପଠାଇଥିଲେ। ଆଉ ସେ ତାଙ୍କୁ ଯାଇକି ଆପ୍ରୋଚ୍ କରିଥିଲେ ତାଙ୍କର ରାଣୀ ସେ ରାଜାଙ୍କର ଝିଅଙ୍କୁ। ଆଉ ସିଏ ତାଙ୍କୁ ପାଳନ ଲାଳନ କରିବା ପାଇଁ ଜଣେ ଧାତ୍ରୀଙ୍କର ଆବଶ୍ୟକ ମନେ କଲେ। ସେ ଧାତ୍ରୀ ହେଉଛନ୍ତି ତାଙ୍କ ନିଜ ମା। ହାଲେଲୁୟା। ଆଉ ତାହା 2 ପର୍ବରେ ଆପଣମାନେ ଯାତ୍ରା ପୁସ୍ତକ 2 ପର୍ବରେ ତାହା ପାଇବେ। ଯାହା ବି ହଉ, ଆମେ ମୂଷାଙ୍କ ବିଷୟରେ ଜାଣୁଛୁ। ଆଉ ସେ 40 ବର୍ଷ ପର୍ଯ୍ୟନ୍ତ ମିଶରର ରାଜପ୍ରସାଦରେ ସେ ରହିଲେ। ଆଉ ଯେତେବେଳେ ସେ 40 ବର୍ଷ ହୁଅନ୍ତେ ହେଲା, 40 ବର୍ଷ ହେଲା ବେଳେ ସେ ତାଙ୍କ ଲୋକମାନଙ୍କ ପାଇଁ ସେ ବହୁତ ଚିନ୍ତା କଲେ। ସେ ତାଙ୍କ ଲୋକମାନଙ୍କ ପାଇଁ ବହୁତ ଚିନ୍ତା କଲେ। ଆଉ ତାଙ୍କ ଲୋକମାନେ କ'ଣ କେମିତି ଥିଲେ, କୋଉଠି ଥିଲେ? ମିଶରରେ ହିଁ ଦାସତ୍ୱ ବନ୍ଧନରେ, ଫାରୋଙ୍କର ଦାସତ୍ୱ ବନ୍ଧନରେ, କଷ୍ଟ ଯନ୍ତ୍ରଣାରେ ସେମାନେ ସେଇଠି କାଳାତିପାତ କରୁଥିଲେ। ଆମେ ଜାଣିଛୁ ସେମାନଙ୍କର କ୍ରନ୍ଦନ ଯାତ୍ରା ପୁସ୍ତକ 1ରେ ଲେଖାଇଛି। ସେମାନେ ବଢ଼ିଲେ, ସେମାନେ କାନ୍ଦିଲେ, ସେମାନେ ବହୁତ ପ୍ରଭୁଙ୍କ ନିକଟରେ ଡାକ ପକେଇଲେ। ସେମାନଙ୍କୁ ପ୍ରେସରାଇଜ୍ କରାଗଲା ସେମାନଙ୍କର ସଂଖ୍ୟା ନ ବଢ଼ିବା ପାଇଁ। ସେହି ସମୟରେ ଜଟିଳପୂର୍ଣ୍ଣ ପରିସ୍ଥିତିରେ, ଏକ ବିପଦ ପରିସ୍ଥିତିରେ ମୂଷା ଜନ୍ମ ହୋଇଥିଲେ। ଆଉ ତଥାପି ପ୍ରଭୁ ତାଙ୍କର ଯୋଜନା ତାଙ୍କ ଦେଇ ସଫଳ କରିବା ପାଇଁ ଥିଲା। ସେଥିପାଇଁ ତାଙ୍କୁ ବିନଷ୍ଟ ହେବା ପାଇଁ ଦେଲେନି। ଆମେ ଜାଣିଛୁ ତାଙ୍କ କଥା। ଆଉ ସେଇ ବ୍ୟକ୍ତି କିପରି ଭାବରେ ତାଙ୍କ ଲୋକଙ୍କ ପାଇଁ ଚିନ୍ତା କଲେ, ସେଇ 2 ପର୍ବରେ ହିଁ ଲେଖାଇଛି। ଯାତ୍ରା 2 ପର୍ବରେ ସେ ଚିନ୍ତା କରି ତାଙ୍କ ଲୋକମାନଙ୍କ ନିକଟକୁ ଯାଇ ଦେଖିବା ପାଇଁ ଗଲେ। ତାଙ୍କର ପରିସ୍ଥିତି କ'ଣ ଚାଲିଛି, ଲୋକମାନେ ତାଙ୍କୁ କେମିତି ବ୍ୟବହାର କରୁଛନ୍ତି, ମିଶରୀୟ ଲୋକମାନେ ତାଙ୍କ ଲୋକମାନଙ୍କୁ କେମିତି ବ୍ୟବହାର କରୁଛନ୍ତି, ସେମାନଙ୍କର କାର୍ଯ୍ୟ କଲାବେଳେ ସେମାନଙ୍କୁ ଦେଖିବା ପାଇଁ ଗଲେ। ଦେଖିଲା ବେଳକୁ ତାଙ୍କ ଲୋକମାନଙ୍କୁ ମାଡ଼ ମାରିକି, କୋରଡ଼ାରେ ମାରିକି, ଯନ୍ତ୍ରଣା ଦେଇକି, କଷ୍ଟ ଦେଇକି ଇଟା ବନେଇବା ପାଇଁ, ପିରାମିଡ଼ ବନେଇବା ପାଇଁ। ଆଜି ପିରାମିଡ଼ ଦେଖିବା ପାଇଁ ଲୋକ ଯାଉଛନ୍ତି। ସେ ପିରାମିଡ଼ ଏଇ ଇସ୍ରାଏଲ ଲୋକମାନେ ବନେଇଥିଲେ। ଦାସତ୍ୱ ଅବସ୍ଥାରେ ଥିଲାବେଳେ ସେମାନେ ବନେଇଥିଲେ। ସେଟା ପୂର୍ବ ସ୍ମୃତି। ତାହା ପ୍ରାୟ 6000 ବର୍ଷ ତଳର ଘଟଣାବଳୀ। ତାହା ଦେଖିବାକୁ ଆଜି ମଧ୍ୟ ଲୋକମାନେ ଯାଆନ୍ତି ମିଶରକୁ। ହାଲେଲୁୟା। ସେମାନେ ବହୁତ ଯନ୍ତ୍ରଣାରେ, କଷ୍ଟରେ, ଯୋସେଫଙ୍କର ପରବର୍ତ୍ତୀ ମୁହୂର୍ତ୍ତ ଠାରୁ ଆରମ୍ଭ କରି ପ୍ରାୟ ସେମାନଙ୍କର ଶେଷ 100 ବର୍ଷ ସେମାନେ ବହୁତ କଷ୍ଟରେ ଜୀବନ କାଟିଲେ। ଯେତେବେଳେ ଜୀବନ କାଟିଲେ ଆଉ ଦେଖିଲେ ମୂଷା
ସେମାନଙ୍କର ପରିସ୍ଥିତି ଦିନେ ଯାଇ ଦେଖୁ ଦେଖୁ ଯେ ତାଙ୍କୁ କଷ୍ଟ ଦେଉଥିଲେ ତାଙ୍କୁ ସେ ଆଉ ସହିପାରିଲେ, ତାଙ୍କ ଲୋକଙ୍କୁ ଚିହ୍ନିଛନ୍ତି। ମଶା ତ ମିଶରରେ ବଢ଼ିଲେ, ସେ ତାଙ୍କ ଲୋକଙ୍କୁ କେମିତି ଚିହ୍ନିଲେ, ସେ ତାଙ୍କ ଲୋକଙ୍କୁ ଜାଣିଲେ କେମିତି? ଯେହେତୁ ମିଶରୀୟ ଲୋକମାନଙ୍କ ଠାରୁ ଏଇମାନେ ଏ ଯେଉଁ ଇସ୍ରାଏଲୀୟ ଲୋକମାନେ ରାମସିସ୍ରେ ରହୁଥିଲେ। ରାମସିସ୍ ମାନେ ଗୋଟିଏ ମିଶରର ଗୋଟିଏ ନଦୀ କୂଳିଆ ଜାଗା, ମନେ ରଖିଥାନ୍ତୁ। ଯଦି ଆପଣମାନେ ଆଉ ମ୍ୟାପ୍ ସର୍ଚ୍ଚ କରିବେ, ଗୁଗୁଲ ସର୍ଚ୍ଚ କରିବେ, ସେଟା ଗୋଟେ ମାନେ ପଶୁ ପାଳନ ପାଇଁ ଏକ ଉପାଦେୟ ଜାଗା ବୋଲି ଲେଖା ହେଇଛି। ପ୍ରେଜ୍ ଦ ଲର୍ଡ। ଆଉ ବହୁତ ମାନେ ସୁନ୍ଦର ଜାଗା ସେଟା। ସେହି ସ୍ଥାନରେ ଏମାନେ ରହୁଥିଲେ। ଏହି ସ୍ଥାନରେ ସେମାନଙ୍କ ଠାରୁ ମିଶରୀୟ ଲୋକମାନେ ଆଉ ପ୍ରାୟ ସେଇଠି ଯଦି ଦେଖିବେ ପ୍ରାୟ 10-15 କିଲୋମିଟର ଦୂରରେ ମିଶରୀୟ ଲୋକମାନେ ରହୁଥିଲେ। ମିଶରୀୟ ଲୋକମାନେ ପଶୁପାଳକମାନଙ୍କୁ ଘୃଣା କରୁଥିଲେ। ମିଶରୀୟ ଲୋକମାନେ ପଶୁପାଳକମାନଙ୍କୁ ଘୃଣା କରୁଥିଲେ। ସେଟା ଯାତ୍ରା ପୁସ୍ତକରେ ପଢ଼ିବେ ମାନେ ଆପଣମାନେ ପାଇପାରିବେ। ତାର ବିଷୟ 39, 40, 41ରେ ପାଇପାରିବେ ଆପଣମାନେ ହେଲା। ସେଟା ଆଦି ପୁସ୍ତକରେ, ଯାତ୍ରା ପୁସ୍ତକ ନାହିଁ, ଆଦି ପୁସ୍ତକରେ ଆପଣମାନେ ପାଇପାରିବେ। ଯେତେବେଳେ ଯୋସେଫ ତାଙ୍କର ବାପା ମାଙ୍କୁ ତାଙ୍କର ପରିବାରକୁ ଡାକୁଛନ୍ତି, ତାଙ୍କୁ ରାଜାଙ୍କ ନିକଟରେ ତାଙ୍କ ପରିବାର ବିଷୟରେ ଇଣ୍ଟ୍ରୋଡକ୍ସନ୍ କରୁଛନ୍ତି ଯେ ଏମାନେ ପଶୁପାଳନକାରୀ ମାନେ। ତୁମେ ଯେତେବେଳେ ରାଜାଙ୍କ ସମ୍ମୁଖକୁ ଯିବ, ଯେତେବେଳେ ତୁମେ କହିବ ଆମେ ପଶୁପାଳକ, ଆମର ପେଶା ହେଉଛି ପଶୁପାଳନ, ଆମେ କେଉଁଠି ରହିବୁ? ଆମକୁ ଡାକିଲେ ସତ କଥା, ଆମକୁ ରହିବା ପାଇଁ ସ୍ଥାନ ଦେବେ। ଯେତେବେଳେ ଯୋସେଫ ହିଁ ଏସବୁ ପ୍ଲାନ୍ ଆଉଟ୍ କରୁଥିଲେ, ତୁମକୁ ଗୋଟେ ଉପଯୁକ୍ତ ଜାଗା ଦେବେ ଯେଉଁ ସ୍ଥାନରେ କି ତୁମେ ରହିବ। ଖାଲି ତୁମେ ରହିବ ନାହିଁ, ଖାଲି ତୁମର ପଶୁପାଳନ କରିବ ନାହିଁ, ରାଜା ମଧ୍ୟ ତାଙ୍କର ଯେତେ ପଶୁ ସମ୍ପଦ ଅଛି ସେ ସବୁର ଦାୟିତ୍ୱ ତୁମକୁ ଦେବେ। ପ୍ରେଜ୍ ଦ ଲର୍ଡ। ଆଉ ତାର ବର୍ତ୍ତନ ବି ତୁମକୁ ଦେବେ। ହାଲେଲୁୟା। ସେମାନେ ସେଇ ଦିନଠାରୁ ସେଇ ସ୍ଥାନରେ ରହିଲେ। ସେଇଠୁ ତାଙ୍କର ଡିଷ୍ଟେନ୍ସ। ଆଉ ଦେଖୁଛୁ ଏ ମଶା ରାଜପ୍ରାସାଦରେ ବଢ଼ିଛନ୍ତି। ରାଜପ୍ରାସାଦ ତ ଆହୁରି କେତେ କିଲୋମିଟର ଦୂରରେ ଥିବ ଜାଣିଥିବା ଆମେ, ନାଇଁ କି? ରାଜପ୍ରାସାଦ ଗୋଟେ ମାନେ ଆଉ ସୁନ୍ଦର ଜାଗା, ଯେଉଁ ସ୍ଥାନରେ କି ବହୁତ ପ୍ରୋଟେକ୍ସନ୍, କେହି ଯାଇପାରିବେନି ସେଠିକି। ହେଲେ ମଶା ଜାଣିଲେ କେମିତି? ତାଙ୍କ ଲୋକମାନେ ଚିହ୍ନିଲେ କେମିତି? ଯେହେତୁ ତାଙ୍କର ମା ତାଙ୍କୁ ଶିକ୍ଷା ଦେଇଛନ୍ତି। ହାଲେଲୁୟା। ତାଙ୍କ ଲୋକଙ୍କୁ ଜାଣିବା ପାଇଁ, ତାଙ୍କ ଲୋକଙ୍କର ଆଉ ବିଷୟରେ ବୁଝିବା ପାଇଁ, ତାଙ୍କ ଲୋକମାନଙ୍କ ବିଷୟରେ, ବ୍ୟବସ୍ଥା ବିଷୟରେ, ଈଶ୍ୱରଙ୍କ ବିଷୟରେ ତାଙ୍କ ମା ନିଶ୍ଚୟ ଛୋଟ ବେଳଠୁ ତାଙ୍କୁ କ'ଣ କରିଛନ୍ତି? ଶିଖେଇଛନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଏଠି ଦେଖୁଛୁ ଆମେ। ତାପରେ ଯେତେବେଳେ ଗଲେ ତାଙ୍କ ଲୋକମାନଙ୍କୁ ଚିହ୍ନିଲେ, ଯେଉଁ ଲୋକମାନେ ତାଙ୍କୁ ଅତ୍ୟାଚାର କରୁଥିଲେ ତାଙ୍କୁ ସେ କ'ଣ କଲେ? ତାଙ୍କୁ ସେ ଅତ୍ୟାଚାର କରୁଥିବା ଲୋକଙ୍କୁ ମାରି ଦେଇକି ବାଲିରେ ପୋତି ଦେଲେ ବୋଲି ଲେଖା ହେଇଛି, ନାଇଁ? ବାଲିରେ କ'ଣ କଲେ? ତାଙ୍କୁ ପୋତି ପକାଇଲେ। କେମିତି ମାରିଥିବ କି ସେଟା ଆମେ ଜାଣିନୁ ହେଲା। କେଉଁ ପ୍ରକାର ମାରିଥିବ ତାକୁ, ଏକାଥରେ ମରିଗଲା ସେ ଲୋକ। କେତେଟା ମାରିଛି ସେଟା ବି ଲେଖା ହେଇନି। ଗୋଟେ ପାହାଡ଼ରେ ସାଫା କରିଦେଇଛି। ବାଡ଼ିରେ ମାରିଛି ନା ଖଣ୍ଡାରେ ମାରିଛି ସେଟା ବି ଲେଖା ହେଇନି ହେଲା। ଆଉ ସେ ଯେହେତୁ ସବୁ ବିଦ୍ୟା ଜାଣିଛି, ନାଇଁକି? ମରାମରି ବି ସବୁ ଜାଣିଥିବ ସେ। ମାନେ ମିଶରୀୟ ସମସ୍ତ ବିଦ୍ୟା ମାନେ ଚିନ୍ତା କରନ୍ତୁ, ସବୁ ମାନେ ବିଷୟ ସେ ଜାଣିଛନ୍ତି। ପାଠ କୁହନ୍ତୁ ଆଉ ଷାଠ କୁହନ୍ତୁ, ଯାହା ବି କୁହନ୍ତୁ, ସବୁ ସେ ଜାଣିଛନ୍ତି। ଆଉ ଯାଇ ମାରିଲେ। ତାପରେ ଭାବିଲେ ଯେ ନିଶ୍ଚୟ ମୋ ଲୋକମାନେ ମୋତେ ବୁଝିବେ, ମୋତେ ଜାଣିବେ, ଯେହେତୁ ମୁଁ ମୋ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଇଚ୍ଛା କରୁଛି। ମୋ ଲୋକମାନଙ୍କର ଆଉ ଦୁଃଖକୁ ମୁଁ ଦୂର କରିବା ପାଇଁ ଚାହୁଁଛି। ମୁଁ ବର୍ତ୍ତମାନ ପାୱାରଫୁଲ୍ ଅଛି, ସବୁ ବିଦ୍ୟା ଜାଣିଛି, ଜ୍ଞାନ ଅଛି, ବୁଦ୍ଧି ଅଛି, ବଳ ଅଛି, ଆଉ ସାମର୍ଥ୍ୟ ଅଛି। ମୋର ଇଚ୍ଛା ବି ଅଛି ମୋର ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ତାପରେ ଆଉ ଗୋଟେ ଦିନ ଯାଇକି ଦେଖିଗଲେ ଯେ ତାଙ୍କ ଲୋକମାନଙ୍କର ପରିସ୍ଥିତି, ମିଶରୀୟ ଲୋକମାନେ ତାଙ୍କୁ ତାଡ଼ନା କରୁନାହାନ୍ତି। ୟାକେ ଆଙ୍କ ଭିତରେ ଝଗଡ଼ା ଚାଲିଛି, ଦେଖିଛ ନାଇକି? ସେଇ ଦୁଇ ପର୍ବରେ ତାଙ୍କ ଭିତରେ, ଭାଇ ଭିତରେ ଝଗଡ଼ା ଚାଲିଛି। ତାପରେ ଯାଇ ମୂଷା କହିଲେ, କାହିଁକି ଭାଇମାନେ ଆପଣ ଭିତରେ, ତୁମେ ତ ଭାଇ, ତୁମେ କାହିଁକି ଝଗଡ଼ା ହେଉଛି? ତାପରେ
ସେତେବେଳେ କହିଲା ଜଣେ ଲୋକ ସଡନଲି କହିଲା, ତମେ କ'ଣ ଆମ ଉପରେ ବିଚାରକର୍ତ୍ତା ଭାବରେ ତମକୁ କିଏ ନିଯୁକ୍ତ କଲା? ଆମ ଉପରେ ରାଜା କରି ତୁମକୁ କିଏ ନିଯୁକ୍ତ କଲା? ଆମେ ଚାହୁଁନୁ ତୁମକୁ, ତୁମେ ଆମ ଉପରେ ରାଜା ହୁଅ, ତୁମେ ଆମକୁ ବିଚାର କର, ତୁମେ ଆମକୁ ଆମର ଦୁଃଖରୁ ଉଦ୍ଧାର କର, ଆମେ ଚାହୁଁନୁ ତୁମକୁ। ତୁମେ ସେଦିନ ମାରିକି ଜଣେ ଲୋକକୁ ମାରିଦେଲ ଆଉ ପୋତିଦେଲ, ସେ କଥା କ'ଣ ଆମେ ଜାଣିନୁ? ଏବେ ବି କ'ଣ ଆମକୁ ସେମିତି କରିବା ପାଇଁ ଚାହୁଁଛ? ପ୍ରେଜ୍ ଦ ଲର୍ଡ। ତାପରେ ମଉସା ଭୟଭୀତ ହେଇଗଲେ। ମଉସା କ'ଣ ହେଇଗଲେ? ଭୟଭୀତ ହେଇଗଲେ, ସେ ଡରିଗଲେ। ଆଉ ସେ କ'ଣ କଲେ? ସେ କୋଉଠିକି ପଳେଇଲେ ଟିକେ କୁହନ୍ତୁ? ମିଦିୟନ ଦେଶକୁ ପଳେଇଲେ। ମିଦିୟନ ଦେଶର ବିଷୟରେ ବି କହିଥିଲି ଆପଣମାନଙ୍କୁ। ମିଦିୟନର ଅର୍ଥ କ'ଣ? ମିଦିୟନ କାଠାରୁ ଆରମ୍ଭ ହେଲା, ମିଦିୟନର କୋଉ ଜାଗାକୁ ଗଲେ, କ'ଣ ପାଇଁ ଯାଇଥିଲେ, ଆଜି ଜଷ୍ଟ ମୁଁ ତାଙ୍କ ବିଷୟ କହୁଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେ ମିଦିୟନକୁ ପଳେଇଲେ। ମଉସା ଯଦି ବା ଶକ୍ତି ଥିଲା, ସାମର୍ଥ୍ୟ ଥିଲା, ତାଙ୍କ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଇଚ୍ଛା ଥିଲା, ତଥାପି ତାଙ୍କ ଲୋକ ଚାହିଁଲେ ନାହିଁ। ତାଙ୍କ ଲୋକ ଚାହିଁଲେ ନାହିଁ। ତାଙ୍କର ଶକ୍ତି ଥିଲା, ସାମର୍ଥ୍ୟ ଥିଲା, ଜ୍ଞାନ ଥିଲା, ବୁଦ୍ଧି ଥିଲା, ସବୁ ଥିଲା, ପାୱାର ଥିଲା ତାଙ୍କ ପାଖରେ। ତାଙ୍କ ଲୋକକୁ ଇଚ୍ଛା ଉଦ୍ଧାର କରିବା ପାଇଁ ସେ ନିଜେ ଇଚ୍ଛା କଲେ, ମାତ୍ର ତାଙ୍କ ଲୋକ ଇଚ୍ଛା କଲେ। ହାଲେଲୁୟା। ସେ ପଳେଇଲେ ମିଡ଼ିୟମ ଦେଶରେ ମଧ୍ୟ ସେ ଯାଇକି ଜଣେ ଲୋକଙ୍କୁ ବିବାହ କଲେ। ଜଣେ ଯାଜକଙ୍କର ଝିଅଙ୍କୁ ବିବାହ କଲେ, ସିପୋରା। ଜିତ୍ରୋ ଯାଜକ, ଜିତ୍ରୋ ବା ଆଉ ତାର ନାଁ ଗୋଟେ ଲେଖା ହେଇଛି ରୁଏଲ। ଜିତ୍ରୋ ରୁଏଲ ଦୁଇଟା ନାଁ, ଗୋଟେ ବ୍ୟକ୍ତିଙ୍କର ନାଁ ଦୁଇଟା ହେଲା, ମନେ ରଖିଥାନ୍ତୁ। ତାଙ୍କର 7ଟା ଝିଅ ଥିଲେ। କେତେ ନମ୍ବର ଝିଅ ଇଏ କି ଜାଣିନ ହେଲା। ଆଉ ତାଙ୍କୁ ସେ ବାହା ହେଇଥିଲେ, ବହୁତ ସୁନ୍ଦରୀ। ମୁଁ ତାଙ୍କ ମିନିଂ କହିଥିଲି। ସିପୋରାର ଅର୍ଥ ଛୋଟ ପକ୍ଷୀ, ଲିଟିଲ୍ ବାର୍ଡ। ତାର ମିନିଂ ହେଉଛି ଲିଟିଲ୍ ବାର୍ଡ, ଛୋଟ ପକ୍ଷୀ। ଛୋଟ ଛୋଟ ପକ୍ଷୀ କେତେ ସୁନ୍ଦର ଦେଖାଯାଏନି କି? ଦେଖିଛନ୍ତି ଆପଣମାନେ? ହାଲେଲୁୟା। ମାନେ ଚଢ଼େଇ ପରି ଦୁଶିଥିଲା ସେ, ଆମ ଭାଷାରେ ନେଇ। ଚଢ଼େଇ ପରି ମାନେ କେତେ ସୁନ୍ଦର, ପ୍ରେମ ଲାଗିବ ନାଇଁ? ସେଥିପାଇଁ ସେ ତାକୁ ବାହା ହେଇଗଲା ବୋଧେ। ଆଉ ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେମିତି ନୁହଁ, ତାଙ୍କର ଶ୍ୱଶୁର ହିଁ ତାଙ୍କୁ ବାହା କରିଦେବେ, କଣ୍ଡିସନ୍ କରି ବାହା କରିଦେବେ ହେଲା। ଯାହା ହଉ ସେ ସେଠି 40 ବର୍ଷ ରହିଲେ। ସେ କ'ଣ କଲେ? ସେ 40 ବର୍ଷ ରହି ମିଦିୟନରେ ମେଷ ପାଳନ କଲେ। ଏତେ ବଡ଼ ହାଇଲି ଏଜୁକେଟେଡ୍ ଲୋକ ଛେଳି ଚରେଇବାକୁ, ମେଣ୍ଢା ଚରେଇବାକୁ ଗଲେ ସେଠି। କି ମାନେ ଦୁଃଖର ବିଷୟ ନେଇ ଅପବ୍ୟୟ ପୁତ୍ର କ'ଣ କରିବା ପାଇଁ ଗଲା? ଯାହା ହଉ ମଶା ଟିକେ ରକ୍ଷା ପାଇଲେ, ଘୁଷୁରୀ ଚରେଇବା ଠାରୁ ରକ୍ଷା ପାଇ ଛେଳି ମେଣ୍ଢା ହେଲେ ଚରେଇବାକୁ ଗଲେ, ପାଇଲେ। ହାଲେଲୁୟା। ଅପବ୍ୟୟ ପୁତ୍ର ସେ ତ ଯାଇ ଘୁଷୁରୀ ଚରେଇକି ଘୁଷୁରୀ ଖାଇବାର ସିମ ଖାଇବା ପାଇଁ ଇଚ୍ଛା କରୁଥିଲେ, ମାତ୍ର ମଶା ଛେଳି ମେଣ୍ଢା ଚରେଇବା ପାଇଁ ଗଲେ। ପ୍ରଭୁ ସେଇଠି ତାଙ୍କୁ ଦର୍ଶନ ଦେଲେ, ସେଇଠି ତାଙ୍କୁ ଦର୍ଶନ ଦେଲେ ହେଲା। ସବୁ ମୁଁ ଡିଟେଲ୍ସ କହିବି ନାହିଁ, ଜଷ୍ଟ ସରେଇଦେବି ମୋ ଟାଇମ୍। ଆଉ ସେଇଠି ପ୍ରଭୁ ତାଙ୍କୁ ଗୋଟେ ବୁଦାରେ, ଅଗ୍ନି ଜଳୁଥିବା ଗୋଟେ ବୁଦାରେ, ଯେଉଁ ବୁଦା କି ଜଳୁଛି ମାତ୍ର ତାହା ନଷ୍ଟ ହଉନି। ଗୋଟେ ଜିନିଷ ପୋଡ଼ିଲେ ନଷ୍ଟ ହେଇଯାଏ ନାଇକି? ସତ ନା ନାହିଁ? ନିଆଁ ଯଦି ଲାଗିବ ମାନେ ନଷ୍ଟ ନିହାତି ହେଇଯିବ, ମାତ୍ର ସେ ବୁଦା ପୋଡ଼ୁଛି, ଜଳୁଛି, ମାତ୍ର ସମ୍ପୂର୍ଣ୍ଣ ନଷ୍ଟ ହଉନାହିଁ। ହାଲେଲୁୟା। ସେ ଦେଖିଲେ ଛେଳି ଚଳୁଥିବା ଅବସ୍ଥାରେ ହିଁ, ମେଣ୍ଢା ଚଳୁଥିବା ଅବସ୍ଥାରେ ହିଁ ସେ ଦେଖିଲେ। ଆଉ ନାଇଁ ମୁଁ ଟିକେ ପାଖକୁ ଯାଇ ଦେଖିବି ବୋଲିକି ସେ ଗଲେ ଆଉ ଦେଖିଲେ। ଦେଖିବା ପୂର୍ବରୁ ଗୋଟେ ଆୱାଜ ପାଇଲେ ସେ, ମଉସା ମଉସା। ତାଙ୍କୁ ଗୋଟେ ଶବ୍ଦ ଆସିଲା ସେଇ ଅଗ୍ନି ଜଳୁଥିବା ବୁଦାରେ, ଆଉ ତୁମେ ଯେଉଁ ସ୍ଥାନରେ ଠିଆ ହେଇଛ, ଯେଉଁ ସ୍ଥାନକୁ ତୁମେ ଆସୁଛ ଦେଖିବା ପାଇଁ, এই স্থান পবিত্র স্থান। আরে মশা ছানিয়া হয়ে গেল। তোমার পাদর পাদুকা কাড় লেখা হয়েছে সেটি নাকি? তোমার পাদর পাদুকা কাড়, অর্থাৎ তোমার চপল কাড়, তোমার বুট কাড়, যা বি পিঁধিছ, কোটো কাড়ি, কোটো যদি পিঁধিছ সে টাইমে কোটো ଥିଲା কি কোণ নাকি? চপল লেখা হয়েছে তোমার পাদর পাদুকা কাড়।
ତାପରେ ପ୍ରଭୁ ତାଙ୍କୁ କଥା କହିଲେ। ସେଇଠି ଆମେ ଜାଣିଛୁ ନାଇଁ କି ପ୍ରଭୁ ତାଙ୍କୁ କଥା କହୁଛନ୍ତି ଯେ ଆମ୍ଭେ ଆପଣ ଲୋକମାନଙ୍କର ଅଶ୍ରୁ ଦେଖିଅଛୁ, ସେମାନଙ୍କର କ୍ରନ୍ଦନର ରବ ଆମେ ଶୁଣିଅଛୁ, ସେମାନଙ୍କର ଆର୍ତ୍ତନାଦ ଆମର କର୍ଣ୍ଣ ଗୋଚରକୁ ଆସିଅଛି। ତୁମେ ଯାଅ ସେମାନଙ୍କ ନିକଟକୁ, ଆଉ ତୁମେ ସେମାନଙ୍କୁ ଉଦ୍ଧାର କରି ଆଣ, ଫାରୋଙ୍କ କବଳରୁ ଦାସତ୍ୱ ବନ୍ଧନରୁ ସେମାନଙ୍କୁ ମୁକ୍ତ କରି ଆଣ। ଯେତେବେଳେ ହିଁ ଷ୍ଟାର୍ଟ କଲେ, ପ୍ରଭୁ ମୁଁ ଖଣା ଲୋକ, ମୁଁ ଯିବି ନାହିଁ, ମୋ ଠାରୁ ବେଟର ଲୋକ ଥିବେ, ଆଉ ମୁଁ ଗଲେ ମୋତେ ଲୋକ ପଚାରିବେ କିଏ ପଠେଇଛି, କ'ଣ ପଠେଇଛନ୍ତି, 3 ପର୍ବ 4 ପର୍ବ ପଢ଼ିବେ ମାନେ ସେଠି ଜାଣିପାରିବେ। ପ୍ରଭୁ ତାଙ୍କୁ କହୁଛନ୍ତି ତୁମେ ଯାଅ, ତୁମେ ଏଇ ଚିହ୍ନ ନେଇକି ଯାଅ, ଯଦି ଲୋକମାନେ ପଚାରିବେ ତୁମେ ଏଇ ଚିହ୍ନ ନେଇଅ। କ'ଣ କ'ଣ ଚିହ୍ନ ଦେଲେ ପ୍ରଭୁ? ତୁମେ ଯୋଉ ବାଡ଼ି ଧରିଛ ଛେଳି ଚରେଇବା ପାଇଁ, ସେ ବାଡ଼ି ତଳେ ପକେଇ ଦିଅ। ପୋକ କ'ଣ ହେଇଗଲା? ସାପ ହେଇଗଲା। ଦୌଡ଼ିଲେ, ସେ ସାପକୁ ଦେଖି ଦୌଡ଼ିଲେ। ତାପରେ ପ୍ରଭୁ କହିଲେ ଧାଉନି, ସେ ସାପର ଲାଞ୍ଜ ଧରିକି ଧାଅ। କେମିତି ଧରିଥିବେ ନାଇଁ? ସେ ସାପ ଲାଞ୍ଜ ଧରିକି ସେ ଉଠେଇଲା ବେଳେ ପୁନର୍ବାର ସେଟା କ'ଣ ହେଇଗଲା? ବାଡ଼ି ହେଇଗଲା। ତାପରେ ପ୍ରଭୁ ହେଲେ ବି ବିଶ୍ୱାସ କରିବି କି ନାହିଁ କି ମୁଁ କ'ଣ କରିବି, ଆଉ କାହାକୁ ବେଟର ଲୋକ ପଠାଅ, ଯେହେତୁ ମୁଁ ଖଣା ଲୋକ, ମୁଁ କଥା କହି ଜାଣେ। ତାପରେ ପ୍ରଭୁ କହିଲେ ତୁମର ହାତ ତୁମ ପକେଟରେ ପୁରାଅ, ତୁମର ପକେଟରେ ପୁରାଅ। ସେ ହାତ 2ଟା ପକେଟରେ ପୁରେଇଲା ବେଳେ ତାପରେ ବାହାର କର ବୋଲି କହିଲେ ପ୍ରଭୁ। ବାହାର କର, ବାହାର କର। ବାହାର କରିଲା ବେଳେ ତାର ହାତ କୁଷ୍ଠ ରୋଗ ହେଇଯାଇଛି, ଶ୍ୱେତ ବର୍ଣ୍ଣ ହେଇଯାଇଛି ବୋଲି ଲେଖାଯାଇଛି ବାଇବଲ। କୁଷ୍ଠ ଲୋକମାନଙ୍କର ଘା ହେଲେ ଯେମିତି ମାନେ ପୁରା ଝଡ଼ି ପଡ଼େ ପୂଜ ଭଳିଆ, ସେମିତି ହେଇଯାଇଛି। ସେ ପୁରା ଛାନିଆ ହେଇଗଲେ, ପ୍ରଭୁ ମୋତେ ଦୟା କର। କହିଲେ ପୁନର୍ବାର ତୁମର ହାତ ପକେଟରେ ପୁରା। ପକେଟରେ ପୁରେଇକି ଆଉ ବାହାର କଲା ବେଳେ ସେ ହାତ ଏଇଟା ତୁମେ ଦେଖେଇବ। ତାପରେ କହିଲେ ତଥାପି ନାହିଁ ପ୍ରଭୁ, ତୁମେ ଯେଉଁ ବାଡ଼ି ଧରିଛ ସେଇ ବାଡ଼ିରେ ଆମେ ମହତ୍ କାର୍ଯ୍ୟ କରିବା, ପାଣିକୁ ଆମେ ରକ୍ତ କରିବା, ସେମାନେ ଦେଖି ବିଶ୍ୱାସ କରିବେ। ଆଉ ଆମର ପୂର୍ବପୁରୁଷମାନଙ୍କର ପରମେଶ୍ୱର, ଅବ୍ରାହମର ପରମେଶ୍ୱର, ଇସାକଙ୍କର ପରମେଶ୍ୱର, ଯାକୋବଙ୍କର ପରମେଶ୍ୱର ପଠେଇଛନ୍ତି ବୋଲି ଯାଇକି ତୁମର ସେ ଇସ୍ରାଏଲର ଲୋକମାନଙ୍କର ପ୍ରାଚୀନମାନଙ୍କ ନିକଟରେ ପ୍ରଥମେ ଦେଖାଦେବ। ତାପରେ ଯାଇ ଫାରୋଙ୍କୁ ଯାଇକି ଆପ୍ରୋଚ୍ କରିବ ବା କହିବ, ଆଉ ଆମର ଲୋକମାନଙ୍କୁ ଛାଡ଼ି ଦିଅ। ଈଶ୍ୱର ତାଙ୍କର ସେବା କରିବା ପାଇଁ ଏମାନଙ୍କୁ କ'ଣ କରୁଛନ୍ତି? ଆହ୍ୱାନ କରୁଛନ୍ତି। ଏଇ ପର୍ବତରେ 3 ଦିନର ପଥକୁ ଯିବା ପାଇଁ ପ୍ରଭୁ ସେମାନଙ୍କୁ ଡାକୁଛନ୍ତି, ଛାଡ଼ି ଦିଅ, ଏହା କୁହ। ତାପରେ ସେ କେମିତି ଏଗ୍ରି ହେଲେ। କାହିଁକି ଏଗ୍ରି ହେଉଥିଲେ ଜାଣିଛନ୍ତି? ଯେହେତୁ ସେ ମାରିଦେଇ ଆସିଛନ୍ତି ହେଲା, ମିଶରୀୟ ଲୋକଙ୍କୁ ମାରିଦେଇ ଆସିଛନ୍ତି। ଫାରୋ ରାଜା ଜାଣିଛନ୍ତି, ତାଙ୍କୁ ଖୋଜି ବି ଥିବେ, ମାତ୍ର ସେମାନେ ପାଇନାହାନ୍ତି। ଇଏ ଯେତେବେଳେ ଯିବା ପାଇଁ ଇଚ୍ଛା କରୁନାହାନ୍ତି, ସେତେବେଳେ ପ୍ରଭୁ ତାଙ୍କୁ କହୁଛନ୍ତି ତୁମେ ଯାହା ବିଷୟରେ ଭୟ କରୁଛ ସେ କ'ଣ ହେଇଛନ୍ତି? ମରିଯାଇଛନ୍ତି। ତୁମକୁ ଆଉ ଡରିବାର ନାହିଁ, ତୁମେ ଯାଅ। ପ୍ରଭୁଙ୍କର କଥା ଶୁଣିକି ଯାଉଛନ୍ତି। ସେ ଗଲେ ଆଉ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟ କର୍ମ କଲେ ସେଠି, ଜାଣିଛୁ ଆମେ ନାଇଁ? ପ୍ରଭୁ ତାଙ୍କୁ ବୁଦାରେ ଯେଉଁ ଦର୍ଶନ ଦେଲେ, ସେ ଦର୍ଶନର ଉଦ୍ଦେଶ୍ୟ କ'ଣ? ବୁଦା ଜଳୁଛି, ମୁଁ କହିଥିଲି ମନେ ପକାନ୍ତୁ। ବୁଦା ଜଳୁଛି ତଥାପି ନଷ୍ଟ ହେଉନି। ତାର କଥା ମୁଁ ବାରମ୍ବାର କହିଥିଲି ବି। ତୁମେ ଦୁଃଖର ଭିତରେ ଯିବ, ସମସ୍ୟା ସଙ୍କଟର ଭିତରେ ଯିବ, ବହୁତ ତାଡ଼ନାର ଭିତରେ ଯିବ, ମାତ୍ର ତୁମକୁ କୌଣସି କ୍ଷତି ଘଟିବ ନାହିଁ। ହାଲେଲୁୟା। ସେଇଟା ହେଉଛି ସେ ବୁଦାର ଦର୍ଶନ। ବୁଦା ନଷ୍ଟ ହେଲା ନାହିଁ। ପ୍ରଭୁ କହିଲେନି କି ତୁମେ ନଦୀ ନଦ ଦେଇ ଗମନ କରିବ, ନଦୀ ନଦ ଦେଇ ଗମନ କରିବ, ଜଳ ତୁମକୁ କ'ଣ କରିବ ନାହିଁ? ଅଗ୍ନି ଦେଇକି ତୁମେ ଯିବ, ମାତ୍ର ଅଗ୍ନି ତୁମକୁ କ'ଣ କରିବ ନାହିଁ? ଦାହ ଜନ୍ମଇବ ନାହିଁ। ହାଲେଲୁୟା। ତୁମେ ଏମିତି ପରିସ୍ଥିତି ଦେଇ ଯିବ, ଆହୁରି ବହୁତ କଠିନ ପରିସ୍ଥିତି ଦେଇ ଯିବ, ମାତ୍ର ତୁମକୁ ସେ କଠିନ ପରିସ୍ଥିତି ତୁମକୁ ମୃତ୍ୟୁର କାରଣ ଆଣିଦେବ ନାହିଁ। ତମର ଜୀବନ ସେଇଠି ସମାପ୍ତ ହେବ ନାହିଁ। ତୁମେ ରକ୍ଷା ପାଇବ, ଉଦ୍ଧାର ପାଇକି ଫେରି ଆସିବ। ପ୍ରଭୁ ତାଙ୍କୁ କହୁଛନ୍ତି। ହାଲେଲୁୟା।
ପ୍ରେଜ୍ ଦ ଲର୍ଡ। ସେଇ ମୂଷା ନମ୍ର ଲୋକ ଥିଲେ ବୋଲି ଆମେ ପଢିଛୁ ନାଇଁ କି? ତାପରେ ମୂଷା ଯାଉଛନ୍ତି। ମୂଷାକୁ କାହିଁକି ପ୍ରଭୁ ଲିଡରସିପରେ ପଠେଇଲେ ଜାଣିଛନ୍ତି? ସେଇ ସମୟରେ ପ୍ରାୟ 25 ରୁ 30 ଲକ୍ଷ ଲୋକ ସେଇଠି ଇସ୍ରାଏଲ ଲୋକମାନେ ଥିଲେ। ଯେତେବେଳେ ବାହାରିଲେ ସେମାନଙ୍କର ସଂଖ୍ୟା ଗଣା ଯାଉଛି 6 ଲକ୍ଷ ପୁରୁଷ, 20 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ଗଣା ଯାଉଥିଲା। 6 ଲକ୍ଷ ପୁରୁଷ, ତାଙ୍କର ସ୍ତ୍ରୀ ମାନେ, ତାଙ୍କର ପିଲାମାନେ ଅଛନ୍ତି ସେଠି। ପ୍ରାୟ 25 ରୁ 30 ଲକ୍ଷ ଲୋକମାନେ ସେଇଠି ରହୁଥିଲେ। ଆଉ ମୂଷାଙ୍କୁ କାହିଁକି ପ୍ରଭୁ ଲିଡରସିପ ଦେଲେ? ତାଙ୍କର ଗୋଟେ ଇଚ୍ଛା ଥିଲା, ମନେ ରଖିଥାନ୍ତୁ। ଲିଡରସିପ ପାଇବା ପାଇଁ ଇଚ୍ଛା କରୁଥିବା ଲୋକମାନଙ୍କ ବିଷୟରେ ମୁଁ କହୁଛି। ଯେଉଁମାନେ ଲିଡରସିପ କରିବା ପାଇଁ ଚାହାନ୍ତି, ଯେଉଁମାନେ ସେମାନଙ୍କୁ ନିଜର ଲୋକମାନଙ୍କ ବିଷୟରେ କନସର୍ନ ଦେବାକୁ ପଡ଼ିବ। ତାଙ୍କର ଦୁଃଖ ଦୁରାବସ୍ଥାକୁ ଜାଣିକି ଶୃଙ୍ଖଳିବାର ଗୋଟେ ଇଚ୍ଛା ମନୋଭାବ ନିହାତି ଦରକାର। जो पर्यंत आपण मानकर निजर लोक मानकर विषय आपण चिंता करिवे नहीं, सेमानकर उद्धार पाई, सेमानकर सुख दुख रे ठिया हबा पाई, मन रखंतु आपण मानकु से पर्यंत नेतृत्व देबे नहीं प्रभु। प्रेज द लॉर्ड। नेता हेबा पाई समस्त इच्छा करंती बोले लिखाई छि तिमोथी पुस्तक। सेटा भलो कथा भी लिखाई छि, मात्र प्रभु से मानकु देबे जो माने कि अन्य विषय चिंता करते। हालेलुया। सेति भाई बाइबल लिखाई छि फिलिपियो 2:4 परे, जो माने निज विषय चिंता करते, अन्य विषय चिंता करते नहीं, से मानक विषय स्वार्थपर बोली लिखाई छि। प्रेज द लॉर्ड। मो थिले यथेष्ट, मो ठीक थिले यथेष्ट, किए केमती हजू मरु मोर किसी जासी। आज आमे जदि आम परिवार, एटलिस्ट आम परिवार, आम जाति, आम ग्राम लोक जदि कनसर्न बा चिंता करुछु, मु उद्धार पाईगले यथेष्ट, मु गिर्जा को आसले यथेष्ट, मु परित्राण पाईगले यथेष्ट, मोर नेक्स्ट से माने केमती बंधु नहीं कि सेमतिकार लोक माने नेतृत्व पद पाई परिबे नहीं। मोसांगर गोटे इच्छा थिला, मात्र प्रभु तांको कहिले दिस इज नॉट योर राइट टाइम, एटा तुम टाइम नुह, तुमको आउ किछि लेसन मु देबा पई चाहूछि, किछि शिक्षा देबा पई मु चाहूछि। तुमको नेतृत्वर वास्तव शिक्षा कोन ता मु तुमको देबी, तापर जाय तुमे नेतृत्व नबो। नेतृत्व नेबा पई चाहिए संगे संगे प्रभु नेतृत्व दे देबे नहीं, मात्र नेतृत्वर मनोभाव को प्रभु देखंदी। हालेलुया। इच्छा शक्ति को देखंदी, ताको लोक मान को प्रति जो ताकर जो बोझ, ताको लोक मान को प्रति जो उद्धार मनोभाव ताहा प्रभु देखंदी। प्रभु तेबे जाई नेतृत्व को दियंदी। जदि बा आमन को राइट टाइम न थिबो, आमे भाबू हाँ मु तो हाईली एजुकेटेड हो गली, मो बल अच्छी शक्ति अच्छी, मु सबू जानी मो लोक मान को उद्धार कर, मात्र मन रखु प्रभु ठारे सहीटा काम देव। जगतर ज्ञान को से मूर्खता मन करते। तमे जिते हाईली डिग्री पढ़ी था प्रभु को आगे से नथिंग, मन रखी था किसी ना। जो पर्यंत तुम्हें नम्र है ना, मु किछि नाही प्रभु, मु खणा, मु ठिया हबार योग्य नाही, सेठी जाई कि सेमान को कहि परिबा पई मोर मुखरे भाषा नाही। से कहले निज को नम्र कले, ही हम्बल हिमसेल्फ, दैट्स व्हाई गॉड रेज अप हिम। हालेलुया। सेति पई प्रभु तांको उठैले। यदि आमे निज को नम्र करिवा, प्रभु तेबे हमको उठे, निश्चय उठे। आम लोक मान जदि चिंता करिबा, आम लोक माने जो माने कि दुरावस्थार अछंती, मन रखंतु दुरावस्थार अर्थ यह नुहे जे से मानकर टंका नहीं, पैसा नहीं, पिंधिबा पाई नहीं, एटा नहीं। प्रभु रे जो माने नाहंती, मन रखंतु आजिर परिस्थिति कथा कहूची, जो माने प्रभु रे नाहंती, वर्तमान प्रभु को उपस्थिति रे नाहंती, प्रभु को जानि नाहंती, प्रभु को प्रेम करू नाहंती, प्रभु को डालो दूर रे अछंती, से मानक विषय रे जदि आमे चिंता करिबा, प्रार्थना करिबा, कहिबा, चेष्टा करिबा, प्रभु निश्चय से मान को नेतृत्व देबे। हालेलुया। मन रखो। हाँ हे पारे फिजिकली मध्य
ସାଂସାରିକ ବିଷୟର ମଧ୍ୟ ସମସ୍ୟା ଦୁଃଖର କଥା ବି ସେଠି ଏଡ୍ ହେଇପାରେ। ସେଇଟାକୁ ମୁଁ ଆଭଏଡ଼ କରିପାରିବି, ନିହାତି ସେଇଟା ମଧ୍ୟ ଦରକାର। ସୁଖ ଦୁଃଖରେ ସେମାନଙ୍କର ସହଭାଗୀ ହେବା, ସେମାନଙ୍କର ଦୁଃଖକୁ ଶୃଙ୍ଖଳିବା ଯେତେ ପାରୁ ପର୍ଯ୍ୟନ୍ତ। ହାଲେଲୁୟା। ପ୍ରଭୁ ସେତେବେଳେ ନେତୃତ୍ୱ ଦେବେ। ମୂଷା ଗୋଟେ ନମ୍ର ଲୋକ ଥିଲେ। ଅନେକ କଥା ତାଙ୍କ ବିଷୟ ଲେଖା ହେଇଛି, ମାତ୍ର ଅଳ୍ପ କଥା କହି ମୁଁ ଶେଷ କରିବି। ଯେହେତୁ ମୁଁ ପ୍ରସ୍ତୁତ ହୋଇନଥିଲି ସେଥିପାଇଁ ମୁଁ ଅନ୍ୟ ବାକ୍ୟ କହିପାରୁନି। ଆଉ ତାଙ୍କ ବିଷୟରେ ମୂଷା ନିଜ ବିଷୟରେ ଲେଖିଲେ, ମାତ୍ର ବାସ୍ତବରେ ସେ ଜଣେ ନମ୍ର ଥିଲେ। ତାଙ୍କର ନମ୍ରତାର ଗୁଣ କ'ଣ? ଆହୁରି କାହାକୁ ମାରିକି ମରେଇଲେ ନାହିଁ। ସେ ଜାଣିଛନ୍ତି ଆପଣମାନେ? ଆହୁରି କାହାକୁ ମାରିକି ମରେଇଲେ କି? ନେକ୍ସଟ ଯେତେବେଳେ ସେ ଶିକ୍ଷା ପାଇଲେ, ଟ୍ରେନିଂ ପାଇଲେ, ମେଣ୍ଢା ଚରେଇବାର ଟ୍ରେନିଂ,